କରିବାକୁ ଆସିଛୁ ନମିନେସନ୍ କରିବୁ ଇଲେକ୍ସନ୍ ଲଢ଼ିବୁ ଏବଂ ଜନସାଧାରଣ ମଧ୍ୟ ଭୋଟ୍ ଦେଇ ଆମକୁ ଜିତେଇବେ। ସାର୍ ଜୟଦେବରେ ଯେଉଁ ବିଶୃଙ୍ଖଳା ହେଇଥିଲା ତାକୁ କେତେ ଦୂର ଆପଣ ସର୍ଟ ଆଉଟ୍ କରିବେ? ଜୟଦେବରେ ଯାହା ସମସ୍ୟା ଅଛି ପ୍ରାୟ ମୁଁ ସମାଧାନ କରିଦେଇଛି। ଅଳ୍ପ କିଛି ସମସ୍ୟା ଅଛି। ଏଥର ଭୋଟରମାନେ ଆମକୁ ବିପୁଳ ଭୋଟରେ ଜିତେଇବେ ଏବଂ ତାପରେ ଆମେ ସେ ସମସ୍ୟା ବି ସମାଧାନ କରିବୁ। ଚାଷୀମାନଙ୍କ ପାଇଁ କୋଲ୍ଡ ଷ୍ଟୋରେଜ୍ ନିହାତି ଦରକାର। ପ୍ରତ୍ୟେକ ଜମିରେ ପାଣି ଇରିଗେସନ୍ ହେବା ଦରକାର ଏବଂ ବେକାରୀମାନଙ୍କର ଚାକିରି ଦରକାର ଏବଂ ଧାନର କୁଇଣ୍ଟାଲ 3100 ଟଙ୍କା ପାଇବା ଦରକାର ଏବଂ ବିଶେଷ କରି ଯେଉଁ ଚିଟ୍ ଫଣ୍ଡରେ ଟଙ୍କା ଠକେଇ ନେଇଛନ୍ତି ସେ ଟଙ୍କା କେମିତି ଫେରି ପାଇବେ ଏବଂ ତା ସହିତ ଅନ୍ୟ ଯେ ସମସ୍ୟା ଅଛି ତାର କେମିତି ସମାଧାନ ହୋଇପାରିବ ତା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରିବୁ। ତଥାପି ସାର୍ 19 ଅପେକ୍ଷା ଟିକେ ପରିଶ୍ରମ ଅଧିକା କରିବାକୁ ପଡ଼ିବ କି? ନା ପରିଶ୍ରମ ହେଲେ ମୁଁ ତ ଲୋକ ଚାହୁଁଛି ଲୋକ 100 ମତ ଦେଇଦେବେ। ଲୋକଙ୍କ ଆମକୁ ବେଶୀ ପରିଶ୍ରମ କରିବାକୁ ପଡ଼ିବ। ଧନ୍ୟବାଦ।